ଆଜି ଆନନ୍ଦ ଓ ଆଶୀର୍ବାଦ ବିଶ୍ରାମ ଦିନ। ଏହି ସମୟ ଆସନ୍ତୁ ଆମ୍ଭେ ଯେ ମୁକୁଟ ପିନ୍ଧିବାକୁ ଚାହୁଁଅଛି ସେ ତାହାର ଓଜନ ଉଠାଇବା ଉଚିତ। ଏହି ବିଷୟ ଅନ୍ତର୍ଗତ ପରମେଶ୍ୱରଙ୍କ ବାକ୍ୟ ଭାଗ କରିବା। ଶୀର୍ଷକ ଟିକିଏ ଲମ୍ବା ଅଛି। ଯେ ମୁକୁଟ ପିନ୍ଧିବାକୁ ଚାହୁଁଅଛି ସେ ତାହାର ଓଜନ ଉଠାଇବା ଉଚିତ। ତେବେ ଯିଏ ସ୍ୱର୍ଗରେ ପ୍ରବେଶ କରିବାକୁ ଚାହୁଁଅଛି ତାଙ୍କୁ ମଧ୍ୟ କ୍ରୁଶର ଓଜନ ଉଠାଇବା ଉଚିତ। ଯେ ମୁକୁଟର ଓଜନ ଉଠାଇ ପାରିବ ସେ ମୁକୁଟ ନିମନ୍ତେ ଯୋଗ୍ୟ। କ'ଣ ଆପଣଙ୍କୁ ଏମିତି ଲାଗୁନାହିଁ? ଏହା ହେଉଛି ସର୍ବନିମ୍ନ ଯୋଗ୍ୟତା। ସେହି ପ୍ରକାର ଯେ କେହି ସ୍ୱର୍ଗରେ ପ୍ରବେଶ କରିବାକୁ ଚାହୁଁଅଛି ତାହାକୁ ଆପଣା କ୍ରୁଶର ଓଜନ ଉଠାଇବାରେ ସକ୍ଷମ ହେବା ଉଚିତ। ବେଳେବେଳେ ମୋତେ ଲାଗୁଅଛି କି ସ୍ୱର୍ଗ ରାଜ୍ୟ ପାଇଁ ଏକ ସହଜ ଏବଂ ସରଳ ରାସ୍ତା ଥିଲେ ଏହା କେତେ ଭଲ ହୋଇଥାନ୍ତା। କିନ୍ତୁ ଏହି ପଥରେ ଯେଉଁଥିରେ ଆମ୍ଭେ ଯାଉଅଛୁ ତାହା କେବେ ମଧ୍ୟ ସହଜ ହୋଇପାରିବ ନାହିଁ। ଯୀଶୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ ତେବେ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। ସେ କହିଲେ କି ପ୍ରତ୍ୟେକ ଜଣ ପାଖରେ ଉଠାଇବା ନିମନ୍ତେ ଆପଣା କ୍ରୁଶ ଅଛି। ଆଜି ଏହି ଦୁନିଆରେ 7.7 ଆରବ ଲୋକ ଜୀବନଯାପନ କରୁଛନ୍ତି, କିନ୍ତୁ ଜଣେ ମଧ୍ୟ ଏପରି ବ୍ୟକ୍ତି ନାହାନ୍ତି ଯାହା ପାଖରେ ଉଠାଇବା ନିମନ୍ତେ କୌଣସି କ୍ରୁଶ ନାହିଁ। ଲୋକମାନେ ଏହା ଆପଣା ଶାନ୍ତିପୂର୍ଣ୍ଣ ଦେଖାଣିଆ ବା ଭବିଷ୍ୟତର ଆଶା ସହିତ ଲୁଚାନ୍ତି, ଯାହାଦ୍ୱାରା ଅନ୍ୟମାନେ ଏହା ଦେଖି ନ ପାରନ୍ତି। ବାସ୍ତବରେ ପ୍ରତ୍ୟେକ ଜଣ ପାଖରେ ଆପଣା କ୍ରୁଶ ଅଛି। ଏଥିପାଇଁ ଯେଉଁ ଲୋକମାନେ ସ୍ୱର୍ଗ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ କ୍ରୁଶର ଓଜନ ଉଠାଇବା ଉଚିତ। ଆଉ ଯେଉଁ ଲୋକମାନେ ସ୍ୱର୍ଗର ରାଜ୍ୟ ପଦଧାରୀ ଯାଜକ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ମୁକୁଟର ଓଜନ ଉଠାଇବା ଉଚିତ। 2000 ବର୍ଷ ପୂର୍ବରୁ ପ୍ରଥମ ଚର୍ଚ୍ଚର ବିଶ୍ୱାସୀ ବିଶ୍ୱାସର ପଥରେ ଚାଲୁଥାଇ ଏକ ସହଜ ଜୀବନଯାପନ କରିପାରିଲେ ନାହିଁ। ଏହାର ଗୋଟିଏ କାରଣ ଥିଲା କି ପରମେଶ୍ୱର ସେମାନଙ୍କୁ ଏପରି ଆବଡ଼ା ଖାବଡ଼ା ଜୀବନଯାପନ କରିବାକୁ ଦେଲେ। ପ୍ରତ୍ୟେକ ବସ୍ତୁର ଆପଣା କାରଣ ଥାଏ। ଲୋକମାନେ ସବୁବେଳେ ବର୍ଷକୁ 365 ଦିନ ଖରା ଏବଂ ଭଲ ଦିନ ଚାହାନ୍ତି। କିନ୍ତୁ କ'ଣ ହେବ ଯଦି କେବଳ ଖରା ଦିନ ହୁଏ? ଏପରି ଏକ କ୍ଷେତ୍ର ଅଛି, ତାହା କେଉଁଠି ଅଛି? ତାହା ଆରବର ମରୁଭୂମି ପରି। ମରୁଭୂମିରେ ବର୍ଷର 365 ଦିନ ସବୁବେଳେ ଖରା ହୁଏ। ତେବେ ସେଠାରେ କ'ଣ ପର୍ଯ୍ୟାପ୍ତ ନାହିଁ? ପାଣି। କାରଣ ପାଣି ପର୍ଯ୍ୟାପ୍ତ ନାହିଁ ତେବେ ଗଛଗୁଡ଼ିକ ବଢ଼ିପାରିବେ ନାହିଁ। କାରଣ ଗଛଗୁଡ଼ିକ ବଢ଼ିପାରିବେ ନାହିଁ ଏଥିପାଇଁ ପଶୁମାନେ ଭୋଜନ କରିପାରିବେ ନାହିଁ। ଆଉ ଲୋକମାନେ ମଧ୍ୟ ସେହି ଅନୁର୍ବର ଓ ଉଜାଡ଼ ପରିବେଶରେ ରହିପାରିବେ ନାହିଁ। ଏହି କାରଣରୁ ପରମେଶ୍ୱର ବେଳେବେଳେ ଆମ୍ଭମାନଙ୍କୁ ବର୍ଷା ଏବଂ ବଜ୍ର ପରି ଖରାପ ପାଗ ଦେଇଥାନ୍ତି। ଯଦି ବିଜୁଳି ନାହିଁ ତେବେ ଗଛଗୁଡ଼ିକ ବହୁତ ବିପଦରେ ପଡ଼ିବେ। ସେମାନେ ଏହି ପୃଥିବୀରେ ବଢ଼ିପାରିବେ ନାହିଁ। ବିଜୁଳି ଦ୍ୱାରା ପରମେଶ୍ୱର ଗଛଗୁଡ଼ିକୁ ନାଇଟ୍ରୋଜେନ୍ ପ୍ରଦାନ କରନ୍ତି। ଯେତେ ଅଧିକ ଆପଣ ପ୍ରାକୃତିକ ସିଦ୍ଧାନ୍ତକୁ ଶିଖନ୍ତି ସେତେ ଅଧିକ ସବୁକିଛି ଆଶ୍ଚର୍ଯ୍ୟଜନକ ଦେଖାଯାଏ। କିଛି ମଧ୍ୟ ଅର୍ଥହୀନ ସୃଷ୍ଟି ହୋଇନାହିଁ। ଆମ୍ଭେ ଭାବିପାରିବା ପରମେଶ୍ୱର କାହିଁକି ଉଚ୍ଚସ୍ୱର ଓ ଗର୍ଜନ ଶବ୍ଦ ଓ ବିଜୁଳି ସୃଷ୍ଟି କଲେ? ସେ ଏପରି ବସ୍ତୁ କାହିଁକି ସୃଷ୍ଟି କଲେ ଯାହା ଶୋଇଥିବା ଛୁଆକୁ ଜାଗ୍ରତ କରେ ଓ ଲୋକଙ୍କୁ ଭୟଭୀତ କରେ? ଏହା ସୃଷ୍ଟି କରିବାରେ ସର୍ବଦା କାରଣ ଥାଏ। ଏଥିପାଇଁ ମୁକୁଟ ପିନ୍ଧିବା ପାଇଁ ଆମମାନଙ୍କୁ କ'ଣ କରିବା ଉଚିତ? ଆମମାନଙ୍କୁ ମୁକୁଟର ଓଜନ ଉଠାଇବା ଉଚିତ। ମୁଁ ସଚ୍ଚୋଟତାରେ ଆପଣ ସମସ୍ତ ସ୍ୱର୍ଗୀୟ ଲୋକଙ୍କୁ ଆପଣଙ୍କୁ ଦିଆଯାଇଥିବା କ୍ରୁଶର ଓଜନ ଉଠାଇବା ନିମନ୍ତେ କହୁଅଛି, ଯାହାଦ୍ୱାରା ଆପଣ ଅନନ୍ତ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେ। ଆସନ୍ତୁ ଆମ୍ଭେ ଲୁକ ରଚିତ ସୁସମାଚାର ଅଧ୍ୟାୟ 9 ଉପରେ ନଜର ପକାଇବା। ଲୁକ ଅଧ୍ୟାୟ 9 ପଦ 23। ସେତେବେଳେ ସେ ସମସ୍ତଙ୍କୁ କହିଲେ, କେହି ଯଦି ଖ୍ରୀଷ୍ଟଙ୍କ ଜୀବନର ସଦୃଶ୍ୟ ହୋଇ ତାହାଙ୍କ ପଥରେ ଅନୁଗାମୀ ହେବାକୁ ଇଚ୍ଛା କରେ ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। ଏବେ ଆମ୍ଭେ ଦିନ ପ୍ରତିଦିନ ଖ୍ରୀଷ୍ଟଙ୍କ ପଛରେ ଚାଲୁଅଛୁ, ହଁ ନା?
କିନ୍ତୁ ଆମ୍ଭମାନଙ୍କ ପଥରେ ସବୁବେଳେ ଭଲ ବିଷୟ ହୁଏ ନାହିଁ। ଅବଶ୍ୟ ହିଁ ପରିଣାମ ଭଲ, କିନ୍ତୁ ଏହି ପ୍ରକ୍ରିୟାରେ ବେଳେବେଳେ ବାଧା, କଷ୍ଟ ଓ ଅନେକ ଅସୁବିଧା ହୁଏ। ଆଉ ଆମ୍ଭମାନଙ୍କୁ ପ୍ରାୟତଃ ସେହି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ଯାହା ଆମ୍ଭେ ଏଡ଼ାଇବାକୁ ଚାହୁଁ। ଯେତେବେଳେ ଆମ୍ଭେ ସୁଡ଼ଙ୍ଗରେ ପ୍ରବେଶ କରୁ, ତେବେ ପ୍ରଥମେ ଅନ୍ଧକାର ହୁଏ, କିନ୍ତୁ ଶେଷରେ ଆମ୍ଭେ ସୁଡ଼ଙ୍ଗର ଶେଷରେ ଶକ୍ତିଶାଳୀ ଆଲୋକ ଦେଖିପାରିବା। ଏହି ପ୍ରକାର ଅନେକ ଥର ଆମ୍ଭମାନଙ୍କ ସାମ୍ନାରେ କ୍ରୁଶ ପରି ଅସୁବିଧା ଅଛି, କିନ୍ତୁ ଶେଷରେ ଅନନ୍ତ ସ୍ୱର୍ଗ ରାଜ୍ୟ ଆମ୍ଭମାନଙ୍କ ନିମନ୍ତେ ସଂରକ୍ଷିତ ଅଛି। ଆମ୍ଭମାନଙ୍କୁ ସବୁବେଳେ ମନେ ରଖିବା ଉଚିତ। ଅନେକ ଥର ଯୀଶୁ ଶିଖାଇଲେ କି ଯେତେବେଳେ ଆମ୍ଭେ ଆପଣା କ୍ରୁଶ ଉଠାଇ ତାହାଙ୍କ ପଛରେ ଚାଲୁ, ତେବେ ଆମ୍ଭେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା। ଆସନ୍ତୁ ଆମ୍ଭେ ଦ୍ୱିତୀୟ ତିମୋଥୀ ଅଧ୍ୟାୟ 3 ଦେଖିବା। ପଦ 12 କହୁଅଛି, ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ। ଯେତେବେଳେ ଆମ୍ଭେ ପରମେଶ୍ୱରଙ୍କଠାରେ ଭକ୍ତି ସହିତ ବଞ୍ଚିବାକୁ ଚାହୁଁ, ତେବେ ଏହି ସଂସାରର ସମସ୍ତ ପ୍ରଣାଳୀ ଆମ୍ଭମାନଙ୍କୁ ଏକୁଟିଆ ଛାଡ଼ି ଦିଏ ନାହିଁ। ଏହି ଦୁନିଆ ସେହି ଲୋକମାନଙ୍କୁ ଯେଉଁମାନେ ଭକ୍ତିର ସହିତ ବଞ୍ଚିବାକୁ ଚାହନ୍ତି ବିରକ୍ତ କରିବା, ତାଡ଼ନା କରିବା, ପରୀକ୍ଷା ଦେବା ଆଉ ସଙ୍କଟ ଦେବା ନିମନ୍ତେ ଆୟୋଜିତ ଅଛି। ଖ୍ରୀଷ୍ଟଙ୍କ ପାଳନ କରୁଥାଇ ଆମ୍ଭେ ଏହି ବିଚାରରେ କ୍ରୁଶକୁ ଛାଡ଼ିବାର ଆଶା କରିପାରିବା କି? ଯଦି ଏହି ଅସୁବିଧା ଅଦୃଶ୍ୟ ହୁଏ, ତେବେ ଏହା ବହୁତ ଭଲ ହେବ। ପ୍ରେରିତ ପାଉଲ ମଧ୍ୟ ଅନେକ ଥର ପରମେଶ୍ୱରଙ୍କୁ ତାଙ୍କ ଶରୀରରେ କଣ୍ଟା, ଶୟତାନର ଦୂତଙ୍କୁ ଅର୍ଥାତ୍ ଏକ ରୋଗ ହଟାଇବାକୁ କହିଥିଲେ, କିନ୍ତୁ ପରମେଶ୍ୱର ତାଙ୍କୁ ସର୍ବଦା କହିଥିଲେ, ମୋର ଅନୁଗ୍ରହ ତୁମ ପାଇଁ ଯଥେଷ୍ଟ। ସେହି ସମୟ ପ୍ରେରିତ ପାଉଲ ଏହା ବୁଝିଲା ନାହିଁ କି ତାହା ସହିତ ଏପରି ବିଷୟ କାହିଁକି ହେଲା। ଯେତେବେଳେ ସେ ସ୍ୱର୍ଗ ରାଜ୍ୟକୁ ଗଲା, ତେବେ ସମସ୍ତ କାରଣ ଅନୁଭବ ହୋଇଥିବ। ପରମେଶ୍ୱର ମୋତେ ଏତେ ଅଧିକ ପ୍ରେମ କରନ୍ତି କି ସେ ମୋତେ ସେହି ଅସୁବିଧା ମଧ୍ୟ ଦେଲେ। ଅସୁବିଧା ନଥିଲା, କିନ୍ତୁ ଭୁଲ ପଥରେ ଯିବାରୁ ଅଟକାଇବା ପାଇଁ ଏକ ଅଟକାଇବାର ପ୍ରଣାଳୀ ଥିଲା। ଆମ୍ଭେ ପ୍ରାୟତଃ ଭାବିଥାଉ ଯେ କ୍ରୁଶ କେବଳ ଏକ ଅସୁବିଧା, ଯନ୍ତ୍ରଣା ଏବଂ ବୋଝ, କିନ୍ତୁ କ୍ରୁଶ କେବଳ ଏକ ବୋଝ ନୁହେଁ ଯାହା ଆମକୁ ଯନ୍ତ୍ରଣା ଦିଏ। କ୍ରୁଶ ଆମମାନଙ୍କ ଉଦ୍ଧାର ନିମନ୍ତେ ଆବଶ୍ୟକ। ଆମମାନଙ୍କୁ ତାହା ଧ୍ୟାନରେ ରଖିବା ଉଚିତ। ପ୍ରଥମ ଚର୍ଚ୍ଚର ଦିନରେ ଯୀଶୁ ଆମ୍ଭମାନଙ୍କ ପରି ଜଣେ ମନୁଷ୍ୟ ରୂପରେ ପୃଥିବୀକୁ ଆସିଲେ, କାରଣ ସେ ଶରୀରରେ ଆସିଲେ ଓ ସେ ସୁସମାଚାର ପ୍ରଚାର କଲେ। ତେବେ ସେହି ସମୟ ପ୍ରମୁଖ ଧର୍ମରେ ସମ୍ବନ୍ଧିତ ଧାର୍ମିକ ନେତା ଓ ଲୋକମାନେ ଅର୍ଥାତ୍ ଜିହୁଦୀମାନେ ତାଙ୍କୁ ଅତ୍ୟନ୍ତ ତାଡ଼ନା କଲେ। ସେମାନେ ଯୀଶୁଙ୍କ ପ୍ରତ୍ୟେକ ଶିକ୍ଷାକୁ ବିରୋଧ କଲେ ଏବଂ ବିନା ଦ୍ୱିଧାରେ ତାଙ୍କୁ ନିନ୍ଦା କଲେ। ଦିନେ ଯୀଶୁ ଶିକ୍ଷା ଦେଲେ କି ସେ ପରମେଶ୍ୱର ଅଟନ୍ତି, ଯେ ସ୍ୱର୍ଗରୁ ଆସିଛନ୍ତି। ଆମ୍ଭେ ଏହା ଯୋହନ ଅଧ୍ୟାୟ 10 ପଦ 30ରେ ଦେଖିପାରିବା। ମୁଁ ସେହି ଖ୍ରୀଷ୍ଟ ଯାହାଙ୍କର ତୁମେମାନେ ଅପେକ୍ଷା କରିଅଛ। ମୁଁ ସେହି ପରମେଶ୍ୱର ଉଦ୍ଧାରକର୍ତ୍ତା ଯାହାଙ୍କର ତୁମେମାନେ ଅପେକ୍ଷା କରିଅଛ। ଯେତେବେଳେ ସେ ଏହି ତଥ୍ୟକୁ ବୁଝାଇଲେ, ତେବେ ଜିହୁଦୀମାନେ ତାହାଙ୍କ ଉପରେ ପ୍ରସ୍ତରଘାତ କରିବା ପାଇଁ ପଥର ଉଠାଇଲେ। ଏହା ସେମାନଙ୍କର ଭୁଲ ଧାରଣାର କାରଣ ଥିଲା କି ପରମେଶ୍ୱର ଏହି ଦିନହୀନ ବ୍ୟକ୍ତି ରୂପରେ ଆସିପାରିବେ ନାହିଁ। ସେମାନଙ୍କ ବିଶ୍ୱାସ ଭୁଲ ଥିଲା। ସେମାନଙ୍କ ସ୍ଥିର ବିଚାରର ବିପରୀତ ଯୀଶୁ ଶରୀରରେ ପୃଥିବୀରେ ଆସିଲେ ଆଉ 3.5 କାଳ ପର୍ଯ୍ୟନ୍ତ ତାଙ୍କର ସେବା କାର୍ଯ୍ୟ କଲେ। ମାନବ ଜାତିଙ୍କ ପାଇଁ ଉଦ୍ଧାରର ପଥ ବ୍ୟାପକ ରୂପରେ ଖୋଲିବା ପରେ ସେ ସ୍ୱର୍ଗକୁ ଗଲେ। ଯେଉଁ ସମସ୍ତ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ ପରମେଶ୍ୱରଙ୍କ ରୂପରେ ମାନୁଥିଲେ ଓ ତାଙ୍କର ପାଳନ କରୁଥିଲେ, ସେହି ସମୟ ସମସ୍ତ ଧାର୍ମିକ ନେତାମାନେ ଓ ଲୋକଙ୍କ ଦ୍ୱାରା ବିଧର୍ମୀ କୁହାଗଲେ। ଯେମିତିକି ପ୍ରେରିତ ଅଧ୍ୟାୟ 24ରେ ଲେଖାଯାଇଅଛି,
ପ୍ରେରିତ ପାଉଲଙ୍କ ଉପରେ ଦୋଷ ଲଗାଇଥିଲେ ଓ ନାଜରେତୀୟ ଦଳର ଜଣେ ପ୍ରଧାନ ନେତା ମଧ୍ୟ କହିଥିଲେ। ଏପରି ଲାଗୁଥିଲା କି ଏହି ପ୍ରକାର ତାଡ଼ନା ଓ କଷ୍ଟ ସୁସମାଚାରକୁ ବହୁତ ବାଧା ଦେବେ, କିନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ଯେତେ ଅଧିକ ସେମାନେ ବାଧା ପ୍ରାପ୍ତ କରାଗଲେ ସେତେ ଅଧିକ ସୁସମାଚାର ବିସ୍ତାର ହେଲା। ଏହା ଠିକ୍ ଅମ୍ଳରସ ସୁଗନ୍ଧ ପରି ଥିଲା। ଯେତେ ଅଧିକ ତାହା ଭାଗ ହେଉଥିଲା ସେତେ ଗମ୍ଭୀର ତାହାର ସୁଗନ୍ଧ ହୋଇଯାଉଥିଲା। ଯେତେବେଳେ ଏହା ଅଧାରେ ଭାଗ କରାଗଲା ତେବେ ପବିତ୍ର ଆତ୍ମାଙ୍କ ଶକ୍ତିକୁ ଆଉ ଅଧା ଯୋଡ଼ାଗଲା। ଯେତେବେଳେ ଏହା ଅଧିକରୁ ଅଧିକ ଭାଗ କରାଗଲା ତେବେ ପବିତ୍ର ଆତ୍ମାଙ୍କ ଆଶୀର୍ବାଦ ପ୍ରଥମ ଚର୍ଚ୍ଚକୁ ଦୃଢ଼ କରିବା ପାଇଁ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇଗଲା। ଆଉ ସୁସମାଚାରକୁ ନା କେବଳ ଏସିଆରେ କିନ୍ତୁ ୟୁରୋପରେ ମଧ୍ୟ ପ୍ରସାରିତ ହେବାକୁ ଦେଲା। ଯେତେବେଳେ କ୍ରୁଶର କଥା ଆସେ ତେବେ ଆମ୍ଭେ କେବଳ ଭାବିପାରିବା କି ଏହା ଦୁଃଖ, ପରୀକ୍ଷା ଓ ଅସୁବିଧାର ପ୍ରତୀକ। ବାସ୍ତବରେ କ୍ରୁଶର ପଛରେ ପରମେଶ୍ୱରଙ୍କ ଏକ ଅଦୃଶ୍ୟ ଇଚ୍ଛା ଶକ୍ତି ଅଛି। ଯେତେବେଳେ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 1-6 ପଢ଼ୁଅଛୁ ତେବେ ଆମ୍ଭେ ସେହି ଲୋକମାନଙ୍କୁ ଦେଖିପାରିବା ଯେଉଁମାନେ ଯୁଗାନ୍ତ ପର୍ଯ୍ୟନ୍ତ ରାଜ୍ୟ କରିବେ ର ପ୍ରତିଜ୍ଞା ଦିଆଯାଇଅଛି। ହଁ ନା? ଆସନ୍ତୁ ଆମ୍ଭେ ଏହାର ପୁଷ୍ଟି କରିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 1 କହୁଅଛି, ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖେଇଲେ। ତାହା ସ୍ଫଟିକ ସଦୃଶ ଉଜ୍ଜଳ, ପୁଣି ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି। ସେହି ନଦୀର ଉଭୟ ପାର୍ଶ୍ୱରେ 12 ଥର ଫଳଦାୟକ ଜୀବନ ବୃକ୍ଷ ଅଛି। ସେଥିରେ ପ୍ରତି ମାସରେ ଫଳ ଫଳେ। ପୁଣି ସେହି ବୃକ୍ଷର ପତ୍ର ଜାତି ସମୂହର ଆରୋଗ୍ୟ କାରକ। କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ। ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ। ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟ ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ। ପୁଣି ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। ଏଠାରେ ସେମାନେ ଆମ୍ଭମାନଙ୍କୁ ଦର୍ଶାଉଅଛି ଯେଉଁମାନଙ୍କୁ ଉଦ୍ଧାର କରାଯିବ, କାରଣ ଏହା ଲେଖା ଅଛି ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। ତେବେ କ'ଣ ଆମ୍ଭମାନଙ୍କୁ ଆପଣା ମସ୍ତକ ଉପରେ ମୁକୁଟକୁ ପିନ୍ଧିବା ଉଚିତ ନୁହେଁ? ତେବେ ଆମ୍ଭମାନଙ୍କୁ ଏହା ପିନ୍ଧିବା ପାଇଁ ମୁକୁଟର ଓଜନ ଉଠାଇବା ଉଚିତ। ଆମ୍ଭେ ଅସହାୟ ହୋଇ ଭାବିଥାଉ, ଏମିତି କାହିଁକି ଯେ ପରମେଶ୍ୱର ଆମ୍ଭମାନଙ୍କ ଉପରେ କ୍ରୁଶର ବୋଝ ପକାଉଛନ୍ତି? ପରମେଶ୍ୱର ଆପଣା ଲୋକମାନଙ୍କ ପାଇଁ କଠିନ ପଥକୁ ଚିକଣ ଓ କଠିନ ବସ୍ତୁକୁ ସହଜ କରିପାରିବେ। ସେ ସେମାନଙ୍କୁ ଯାହା ସେମାନେ ଭାବନ୍ତି, ଇଚ୍ଛା କରନ୍ତି ବା ଆଶା କରନ୍ତି ପ୍ରାପ୍ତ କରିବାରେ ସାହାଯ୍ୟ କରିପାରିବେ। କିନ୍ତୁ ପରମେଶ୍ୱର ଅନେକ ଅତ୍ୟାଚାର ଏବଂ ତାଡ଼ନା ଦ୍ୱାରା ସୁସମାଚାରକୁ ବିକାଶ କରନ୍ତି। ଆମ୍ଭମାନଙ୍କୁ ଏହା ବିଷୟରେ ସାବଧାନତାରେ ଭାବିବାର ଆବଶ୍ୟକତା ଅଛି। ପରମେଶ୍ୱର ଆମ୍ଭମାନଙ୍କୁ କହୁଛନ୍ତି, ତୁମେମାନେ ଶେଷରେ ଯୁଗେ ଯୁଗେ ରାଜତ୍ୱ କରିବ। ସେ ଆପଣା ସନ୍ତାନକୁ ସ୍ୱର୍ଗରେ ଏକ ଗୌରବମୟ ପଦରେ ରଖିବାକୁ ଚାହୁଁଛନ୍ତି, ଯେଉଁଠି ଆମ୍ଭେ ତାଙ୍କ ସହିତ ସର୍ବଦା ନିମନ୍ତେ ରହିପାରିବା। ଏଥିପାଇଁ ଆମ୍ଭମାନଙ୍କୁ ଏହି ପୃଥିବୀରେ ବହୁତ ଅଧିକ ଆତ୍ମିକ ଶିକ୍ଷାର ଆବଶ୍ୟକତା ଅଛି। ବେଳେବେଳେ ଆମ୍ଭମାନଙ୍କୁ ଯନ୍ତ୍ରଣା, ଦୁଃଖ, କଷ୍ଟ ଓ ଅସୁବିଧା ହୁଏ, କିନ୍ତୁ ପରମେଶ୍ୱର ନାହିଁ କେବଳ ଆମ୍ଭମାନଙ୍କୁ ଦୁଃଖ ଦିଅନ୍ତି, ବରଂ ଖୁସି ମଧ୍ୟ ଦିଅନ୍ତି। ହଁ ନା? ସେ ଆମ୍ଭମାନଙ୍କୁ ଆଶା ମଧ୍ୟ ଦିଅନ୍ତି କି ନାହିଁ? ଆମ୍ଭମାନଙ୍କୁ ଏହି ତଥ୍ୟ ଦ୍ୱାରା ସାନ୍ତ୍ୱନା ମିଳେ କି ଆମ୍ଭମାନଙ୍କ ପାଖରେ ସ୍ୱର୍ଗର ପ୍ରତିଜ୍ଞା ଅଛି। ହଁ ନା? ଯଦି ଆମ୍ଭେ ରାଜା ହୋଇପାରିବା ନାହିଁ, କିନ୍ତୁ ସ୍ୱର୍ଗ ରାଜ୍ୟରେ ସର୍ବଦା ସ୍ୱର୍ଗଦୂତଙ୍କ ରୂପରେ ରାଜାଙ୍କର ପାଳନ କରିବା, ତେବେ ପରମେଶ୍ୱର ଆମ୍ଭମାନଙ୍କୁ ଦୁଃଖ, କଷ୍ଟ, ଯନ୍ତ୍ରଣା ଓ ପରୀକ୍ଷା ମଧ୍ୟ ଦିଅନ୍ତି। କାରଣ ଆମ୍ଭେ ଅଧିକରୁ ଅଧିକ ଯନ୍ତ୍ରଣା ପାଉ, ତେବେ ଆମ୍ଭେ ଅଧିକ ମହାନ ପାତ୍ର ହୋଇଯାଉ। ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ଦୁଃଖ ଦିଅନ୍ତି। ଆସନ୍ତୁ ଆମ୍ଭେ ତଥ୍ୟକୁ ମନେ ରଖିବା ଏବଂ ନିଜକୁ ସମର୍ପଣ ଓ ସକ୍ରିୟ ଭାବରେ ଖ୍ରୀଷ୍ଟଙ୍କ ଜୀବନରେ କ୍ରୁଶର ପଥରେ ପକାଇବା। ଆସନ୍ତୁ ଆମ୍ଭେ ରୋମିଓ ଅଧ୍ୟାୟ 8କୁ ଯିବା। ଅଧ୍ୟାୟ 8 ପଦ 16। ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି ସେହି ଆତ୍ମା ସ୍ୱୟଂ ଆମ୍ଭମାନଙ୍କ ଆତ୍ମା ସହିତ ସାକ୍ଷ୍ୟ ପ୍ରଦାନ କରନ୍ତି। ଆଉ ଯଦି ସନ୍ତାନ, ତେବେ ଉତ୍ତରାଧିକାରୀ, ଅର୍ଥାତ୍ ପରମେଶ୍ୱରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ ଅଟୁ। ଆଉ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାହାଙ୍କ ସଙ୍ଗରେ ଦୁଃଖ ଭୋଗ କରୁ।
될 것이니라고 했습니다. 왕관에는 ମୁକୁଟର ଏକ ନିଶ୍ଚିତ ଓଜନ ଥାଏ। 그 왕관 ଆମମାନଙ୍କୁ ମୁକୁଟର ଓଜନ ସହ୍ୟ କରିବାରେ ସକ୍ଷମ ହେବା ଉଚିତ। ବାଇବଲ କହୁଅଛି କି ଆମ୍ଭେ ଯୁଗାନୁଯୁଗ ରାଜ୍ୟ କରିବା। କେବଳ ଯୀଶୁଙ୍କ ପ୍ରଥମ ଆଗମନରେ ହିଁ ଦୁଃଖ ନଥିଲା, ଏହି ଅନ୍ତିମ ଦିନରେ ମଧ୍ୟ ଏପରି ହିଁ, ଯେଉଁଥିରେ ଆମ୍ଭେ ଜୀବନଯାପନ କରୁଅଛୁ। 오늘날 ଏହା ଦେଖୁଥାଏ କି ଆମମାନଙ୍କ ସିଓନ ଆଜି କେମିତି ହୋଇଯାଇଅଛି। ଏହି ପ୍ରକ୍ରିୟା ସର୍ବଦା ସହଜ ନଥିଲା। 가운데 올라오지 못했습니다. ସ୍ୱର୍ଗସ୍ଥ ପିତା ଅନେକ କଷ୍ଟ ଦ୍ୱାରା ସୁସମାଚାର କାର୍ଯ୍ୟର ନେତୃତ୍ୱ କରିଛନ୍ତି। ଆଉ ସ୍ୱର୍ଗୀୟ ମାତା ଏହି ସତ୍ୟକୁ ସାମରିଆ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରଚାର କରିବା ପାଇଁ ଅସଂଖ୍ୟ ଦୁଃଖ ଦ୍ୱାରା ଆମ୍ଭମାନଙ୍କ ପାଇଁ କାମ କରିଛନ୍ତି, ଯାହାଦ୍ୱାରା ସମସ୍ତ ଲୋକ ସତ୍ୟକୁ ଜାଣିପାରିବେ। ସେମାନେ ଆମ୍ଭମାନଙ୍କୁ ଯେମିତି ଆମ୍ଭେ ଆଜି ଅଛୁ କରିବା ପାଇଁ ଅନେକ ପ୍ରୟାସ କରିଛନ୍ତି। ହଁ ନା? ଆମ୍ଭେ ସମସ୍ତ ସିଓନର ଲୋକ ଭଲ ଭାବରେ ଜାଣିଅଛୁ କି ଯେ ମୁକୁଟ ପିନ୍ଧିବାକୁ ଚାହୁଁଅଛି ସେ ତାହାର ଓଜନ ଉଠାଇବା ଉଚିତ। 로마서 ରୋମିଓ ଅଧ୍ୟାୟ 8 କହୁଅଛି କି କାରଣ ଆମ୍ଭେ ସ୍ୱର୍ଗର ଉତ୍ତରାଧିକାରୀ ଅଟୁ, ଅର୍ଥାତ୍ ଖ୍ରୀଷ୍ଟଙ୍କ ସହିତ ଉତ୍ତରାଧିକାରୀ। ତେବେ ଯେତେବେଳେ ଆମ୍ଭେ ତାହାଙ୍କ ସହିତ ଦୁଃଖ ଭୋଗ କରୁ, ତେବେ ତାହାଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେଉ। 그럼 오늘날 ତେବେ 과연 어떻게 ଯେଉଁ ଲୋକମାନେ ବାଇବଲର ପରମେଶ୍ୱରଙ୍କ ଉତ୍ତରାଧିକାରୀ ରୂପରେ ସ୍ୱୀକାର କରନ୍ତି, 이렇게 କେଉଁ ସତ୍ୟରେ ରହନ୍ତି? 히브리서 ଆସନ୍ତୁ ଆମ୍ଭେ ଏବ୍ରୀ ଅଧ୍ୟାୟ 9କୁ ଯିବା। 히브리서 ଏବ୍ରୀ ଅଧ୍ୟାୟ 9 ପଦ 15 କହୁଅଛି, 이를 ଆଉ ଏହି କାରଣରୁ ସେ ଅର୍ଥାତ୍ ଯୀଶୁ 중보니 ମଧ୍ୟସ୍ଥ ହୋଇଅଛନ୍ତି, 예수님을 ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରାଯାଇଥିବାରୁ ଈଶ୍ୱରଙ୍କ ଆହୁତ ଲୋକମାନେ 속하려고 죽으사 ଅନନ୍ତ ଅଧିକାର 입은 자로 하여금 ସମ୍ବନ୍ଧୀୟ ପ୍ରତିଜ୍ଞାର 속을 ଫଳପ୍ରାପ୍ତ ହୁଅନ୍ତି। 여기서 ଏଠାରେ 기억하는 것은 좀 전에 우리가 ଅଧିକାରକୁ ରୋମିଓ 8ରେ ଉତ୍ତରାଧିକାରୀ କୁହାଯାଇଅଛି। 영원한 ବାଇବଲ କହୁଅଛି ଆହ୍ୱାନିତ କରାଯାଇଥିବା ଲୋକ ପ୍ରତିଜ୍ଞା ଅନୁସାରେ ଅନନ୍ତ ଅଧିକାରକୁ ପ୍ରାପ୍ତ କରିବେ। ସେହି ଲୋକମାନଙ୍କୁ କ'ଣ ପ୍ରତିଜ୍ଞା କରାଯାଇଅଛି? ଯେଉଁମାନଙ୍କୁ ନୂତନ ନିୟମରେ ଆହ୍ୱାନ କରାଯାଇଅଛି, 바로 ପରମେଶ୍ୱର ସେମାନଙ୍କୁ ଅନନ୍ତ ଅଧିକାର, ସ୍ୱର୍ଗ ରାଜ୍ୟର ଅଧିକାର ଦେବାର ପ୍ରତିଜ୍ଞା ଦେଇଛନ୍ତି। ରୋମିଓ ଅଧ୍ୟାୟ 8 ସେମାନଙ୍କୁ ପରମେଶ୍ୱରଙ୍କ ଉତ୍ତରାଧିକାରୀ ରୂପରେ ବର୍ଣ୍ଣନା କରୁଅଛି। 오늘날 지금 ପୁରା ଦୁନିଆରେ ସମୁଦ୍ର କୂଳର ବାଲି ପରି ଅନେକ ଚର୍ଚ୍ଚ ଅଛି, 있습니다만 କିନ୍ତୁ କ'ଣ ରୋମିଓ 8 ସେହି ସମସ୍ତଙ୍କୁ ଦର୍ଶାଉନାହିଁ? ଏହା କେବଳ ପରମେଶ୍ୱରଙ୍କ ଲୋକଙ୍କୁ ବୁଝାଉଅଛି। 백성들을 가르쳐 ସେମାନେ କେଉଁ ସତ୍ୟରେ ଅଛନ୍ତି? ସେମାନେ ନୂତନ ନିୟମର ସତ୍ୟରେ ବାସ କରନ୍ତି। 그래서 ଏଥିପାଇଁ ବାଇବଲ ଆମମାନଙ୍କୁ ଶିକ୍ଷା ଦିଏ 중보자 କି ଖ୍ରୀଷ୍ଟ ନୂତନ ନିୟମର ମଧ୍ୟସ୍ଥ ଅଛନ୍ତି। 이 세원야 ଯେ ନୂତନ ନିୟମରେ ରହେ ନାହିଁ, 누구라도 ସେ ଅନନ୍ତ ଅଧିକାରକୁ ପ୍ରାପ୍ତ କରିପାରିବ ନାହିଁ, ଯାହା ପରମେଶ୍ୱର ଆମମାନଙ୍କ ସହିତ ପ୍ରତିଜ୍ଞା କରିଅଛନ୍ତି। 수가 없는 것이죠. 바로 이런 ଯେଉଁମାନେ କେବଳ ନୂତନ ନିୟମରେ ବାସ କରନ୍ତି, ଏହା ପ୍ରାପ୍ତ କରିପାରିବେ। ସେମାନେ ହିଁ ଯୁଗେ ଯୁଗେ ରାଜତ୍ୱ କରିବେ, ଯେମିତି ଆମ୍ଭେମାନେ ବର୍ତ୍ତମାନ ପ୍ରକାଶିତ ବାକ୍ୟ 22ରେ ଦେଖିଅଛୁ। 오늘날 ଏହି ମହିମାରେ ଭାଗ ନେବା ପାଇଁ ଯାହା ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି, ଆମ୍ଭମାନଙ୍କୁ ଗୌରବାନ୍ୱିତ ମୁକୁଟ ଅର୍ଜନ କରିବାରେ ସକ୍ଷମ ହେବା ଉଚିତ। 그래서 이 ତେବେ ଏହା ସେହି ପଥ ନୁହେଁ ଯେଉଁଥିରେ ସମସ୍ତେ ଚାଲିପାରିବେ। ବାଇବଲ କହୁଅଛି 찾는 ସଂକୀର୍ଣ୍ଣ ସେହି ପଥ ଯାହା ଜୀବନକୁ ପହଞ୍ଚାଇଥାଏ, 문도 ପୁଣି ତାହା ପ୍ରାପ୍ତ କରିବା ଲୋକ ଅଳ୍ପ। 세상에 ଫାଟକ ଛୋଟ ଏବଂ ସଂକୀର୍ଣ୍ଣ ସେହି ପଥ 있는 그런 ଯାହା ସଂସାରର ଅନେକ ଲୋକମାନେ ସମ୍ପୂର୍ଣ୍ଣ ଭାବେ ବୁଝିପାରିବେ ନାହିଁ। 하나님의 କେବଳ ସେମାନେ ହିଁ ଯେଉଁମାନଙ୍କ ପାଖରେ ପରମେଶ୍ୱରଙ୍କ ଇଚ୍ଛା ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ ହେବାର ଉଚିତ ବିଶ୍ୱାସ ଅଛି, ସେହି ମାର୍ଗର ପାଳନ କରିପାରିବେ ଯେଉଁଥିରେ ଆପଣ ଚାଲୁଛନ୍ତି ଆଉ ଯେଉଁ ପଥରେ ଆମ୍ଭେ ଏକ ସଙ୍ଗରେ ଚାଲୁଅଛୁ। 이 세월 ଆମମାନଙ୍କୁ ପିତା ଓ ମାତାଙ୍କ ସହିତ ସର୍ବଦା ନିମନ୍ତେ ନୂତନ ନିୟମ ସତ୍ୟର ପଥ ପାଳନ କରିବା ଉଚିତ। 자 그렇다면 ତେବେ ପରମେଶ୍ୱର ଆମମାନଙ୍କ କ୍ରୁଶରେ ଓଜନ କାହିଁକି ଉଠାଇବାକୁ ଦେଇଛନ୍ତି? କ'ଣ ପରମେଶ୍ୱର ଆମମାନଙ୍କ କ୍ରୁଶକୁ ଉଠାଇବା ବିନା ଏକ ସରଳ ଓ ସହଜ ପଥରେ ଚାଲିବାକୁ ଅନୁମତି ଦେଇପାରିନଥାନ୍ତେ? ଏହାର ଉତ୍ତର ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ମିଳିଅଛି, ଯାହା ଆମ୍ଭେମାନେ ବର୍ତ୍ତମାନ ପଢ଼ିଲୁ। ଆମମାନଙ୍କୁ ରାଜା କରାଇବା ପାଇଁ ଯେଉଁମାନେ ଯୁଗେ ଯୁଗେ ରାଜତ୍ୱ କରିବେ, ପରମେଶ୍ୱର ଚାହୁଁଛନ୍ତି କି ଆମ୍ଭେମାନେ ବିଭିନ୍ନ ପରିବେଶ ଦ୍ୱାରା ଅବଗତ କରାଯାଉ। ଏଥିପାଇଁ ପରମେଶ୍ୱର ଆମମାନଙ୍କୁ ସୁସମାଚାର ପ୍ରଚାର କରିବା ପାଇଁ ଆଜ୍ଞା ଦେଇଛନ୍ତି। ହଁ ନା? 전도의 ପ୍ରଚାର ପ୍ରକ୍ରିୟାରେ ଆମ୍ଭେ ଏପରି ଲୋକମାନଙ୍କ ସହିତ ସାକ୍ଷାତ ହେଉ ଯେଉଁମାନଙ୍କ ପାଖରେ ବିଭିନ୍ନ ପ୍ରକାର ଚରିତ୍ର ଥାଏ। ଆମ୍ଭେ ଏପରି ଲୋକମାନଙ୍କ ସହିତ ମଧ୍ୟ ସାକ୍ଷାତ ହେଉ
ଯେଉଁମାନେ ବିଭିନ୍ନ ଭାଷାରେ କହନ୍ତି। ଆମମାନଙ୍କୁ ବିଭିନ୍ନ ସଂସ୍କୃତି ଓ ରୀତିନୀତି ଦ୍ୱାରା ମଧ୍ୟ ମୁକାବିଲା କରିବା ଆବଶ୍ୟକ ଅଛି। ପ୍ରଚାର ବ୍ୟତୀତ ଆମମାନଙ୍କୁ ଅନେକ ବସ୍ତୁର ଅନୁଭବ କରିବାର ସୁଯୋଗ ମିଳିପାରେ। ଆମ୍ଭେ ସମସ୍ତ ପ୍ରକାର ଲୋକଙ୍କ ସହିତ ସାକ୍ଷାତ ହେଉ, ବିଚଳିତ ଲୋକ, ଭଦ୍ର ସ୍ୱଭାବର ଲୋକ, ଯେଉଁମାନେ ଆମ୍ଭ ସହିତ ସମାନ ଧାରାରେ ଅଛନ୍ତି ଏବଂ ଯେଉଁମାନେ ନାହାନ୍ତି, କ'ଣ ଆମ୍ଭେ ସେମାନଙ୍କ ଠାରୁ କିଛି ଶିଖିଥାଉ କି ନାହିଁ? ଆମ୍ଭେ ସେମାନଙ୍କ ଠାରୁ ଅନେକ ବିଷୟ ଶିଖିଥାଉ। ପରମେଶ୍ୱର ଆମମାନଙ୍କୁ ସମସ୍ତ ଲୋକଙ୍କୁ ସୁସମାଚାର ପ୍ରଚାର କରିବାର ଆଜ୍ଞା କାହିଁକି ଦିଅନ୍ତି? ପରମେଶ୍ୱର ଏହି ସମସ୍ତ ଏକ କ୍ଷଣରେ ଏକାକୀ ଏହା କରିପାରିବେ, କିନ୍ତୁ ସେ ଏହା ଆମ୍ଭକୁ ଦେଇଛନ୍ତି। ଏହା ଏଥିପାଇଁ କାରଣ ସେ ଆମ୍ଭକୁ ସେହି ପଦରେ ରଖିବାକୁ ଚାହୁଁଛନ୍ତି ଯେଉଁଠାରେ ଆମ୍ଭେ ସବୁଦିନ ପାଇଁ ରାଜତ୍ୱ କରିପାରିବା। ହଁ ନା? କୌଣସି ଦେଶର ଲୋକମାନେ ପରମେଶ୍ୱରଙ୍କ ବାକ୍ୟ ପ୍ରତି ଭଦ୍ର ଓ ଆଜ୍ଞାକାରୀ ହୁଅନ୍ତି, ଅନ୍ୟ ଦେଶର ଲୋକମାନେ ହୁଅନ୍ତି ନାହିଁ, ଏବଂ ଅନ୍ୟ ଦେଶର ଲୋକମାନେ ଉଷ୍ମ ମନୋଭାବ ଦେଖାନ୍ତି। ଆମେ ବିଭିନ୍ନ ପରିସ୍ଥିତିକୁ ଗ୍ରହଣ କରୁଅଛୁ। ଏପରି କରି ଆମ୍ଭେ ଏବେ ଅନେକ ବିଷୟ ଶିଖୁଅଛୁ। ସମସ୍ତ ଶିକ୍ଷା ମଧ୍ୟରୁ ଗୋଟିଏ ଶିକ୍ଷା ଅଛି ଯାହା ଆମ୍ଭେ ସମସ୍ତେ ସାମାନ୍ୟ ରୂପରେ ଶିଖୁ। ସେହି ସମସ୍ତଙ୍କ ନେତୃତ୍ୱ ଅନୁତାପ ଏବଂ ପରିତ୍ରାଣରେ କରିବା ପାଇଁ ଆମମାନଙ୍କ ପାଖରେ ସେହି ପ୍ରେମ ହେବା ଉଚିତ ଯାହା ପରମେଶ୍ୱର ଆମମାନଙ୍କୁ ଦେଖେଇଛନ୍ତି। ଯଦି ଆମ୍ଭେ ପରମେଶ୍ୱରଙ୍କ ପ୍ରେମ ସହିତ ସୁସମାଚାର ପ୍ରଚାର କରୁ, ତେବେ ଆମ୍ଭେ ପୁରା ଦୁନିଆକୁ ଏକତ୍ର କରିବାରେ ସାହାଯ୍ୟ କରିପାରିବା। କିନ୍ତୁ ଯଦି ଆମ୍ଭେ ଆପଣା ସ୍ୱୟଂର ବ୍ୟକ୍ତିତ୍ୱ ଓ ଆପଣା ବିଚାର ସହିତ ପ୍ରଚାର କରିବା, ତେବେ ଏହା ବାରମ୍ବାର ଅସୁବିଧା ବା ସମସ୍ୟାର କାରଣ ହେବ। ଯେହେତୁ ଆମ୍ଭେ ଖ୍ରୀଷ୍ଟଙ୍କ ପ୍ରେମ ସହିତ ପ୍ରଚାର କରୁ, ତେବେ ଆମ୍ଭେ ପରସ୍ପରର କଥା ମାନି ଏବଂ ପରସ୍ପରର ଯତ୍ନ ନେଇ ଏକ ହୋଇଯାଉ। ତେବେ ପୁରା ଦୁନିଆର 175 ଦେଶରେ ଆମ୍ଭମାନଙ୍କ ସମସ୍ତ ସିଓନ ପରମେଶ୍ୱରଙ୍କ ଠାରେ ଏକ ସମ୍ପ୍ରଦାୟ ହୋଇଅଛି। ପ୍ରତ୍ୟେକ ସିଓନର ସଦସ୍ୟ ପରମେଶ୍ୱରଙ୍କ ପ୍ରେମରେ ସୁସମାଚାର ପ୍ରଚାର କରିବାରେ ସମସ୍ତ ପ୍ରୟାସ କରୁଛନ୍ତି। ହଁ ନା? ପ୍ରତିଦିନ ମୁଁ ସାରା ବିଶ୍ୱରୁ ଆନନ୍ଦର ଖବର ଶୁଣୁଅଛି ଯେ ସୁସମାଚାର ଅତି ଶୀଘ୍ର ପ୍ରଚାର କରାଯାଉଛି। ମୁଁ କ୍ରମାଗତ ଆଶ୍ଚର୍ଯ୍ୟଜନକ ଖବର ଶୁଣୁଅଛି କି ବିଭିନ୍ନ ବର୍ଗର ଲୋକ ଏବଂ ସମସ୍ତ ବୟସ ବର୍ଗର ଲୋକ, ଯେପରିକି ଛାତ୍ର, ଯୁବକ ବୟସ୍କ, ମହିଳା ବୟସ୍କ, ପୁରୁଷ ବୟସ୍କ ଇତ୍ୟାଦି ସିଓନରେ ନେତୃତ୍ୱ କରାଯାଇଅଛି। ଜଣେ ପ୍ରସିଦ୍ଧ ଅଭିନେତା ବାପ୍ତିଜିତ ହୋଇଛନ୍ତି ଏବଂ କିଛି ଚଳଚ୍ଚିତ୍ର ନିର୍ମାତା ଏବଂ ରାଜନେତାମାନେ ଏହି ସତ୍ୟକୁ ଗ୍ରହଣ କରିଛନ୍ତି। ଯେତେବେଳେ ଏହିପରି ବିବିଧ ବ୍ୟକ୍ତି ସିଓନକୁ ଆସନ୍ତି, ତେବେ ମୁଁ ସର୍ବଦା ଭାବୁଅଛି କି ମୁଁ ସେହି ସମସ୍ତଙ୍କୁ ଏକ ସ୍ୱର୍ଗୀୟ ପରିବାରରେ ସେମାନଙ୍କୁ ଏକତ୍ର କରି ଓ ସ୍ୱର୍ଗ ରାଜ୍ୟ ଆଡ଼କୁ ସଠିକ ପଥରେ ନେବା ପାଇଁ କ'ଣ କରିବା ଉଚିତ। ପ୍ରତ୍ୟେକ ଜଣଙ୍କ ନିକଟରେ ଆପଣା ନିଜର କ୍ରୁଶ ଅଛି। ହଁ ନା? ଯେ କେହି ଆପଣା କ୍ରୁଶକୁ ଉଠାଏ ନାହିଁ, ସେ ସ୍ୱର୍ଗ ରାଜ୍ୟକୁ ଯାଇପାରିବ ନାହିଁ। ଆମ୍ଭ ସମସ୍ତଙ୍କ ପାଖରେ ଉଠାଇବା ପାଇଁ ଆପଣା ନିଜର କ୍ରୁଶ ଅଛି। ମୁଁ ଆପଣା ହଜିଯାଇଥିବା ଭାଇ ଓ ଭଉଣୀଙ୍କୁ ଖୋଜି ବହୁତ ଖୁସି ଅଛି, କିନ୍ତୁ ସେମାନଙ୍କୁ ପୁଣି ଥରେ ସ୍ୱର୍ଗର ଲୋକଙ୍କ ପରି ନୂତନ ଜନ୍ମ ନେବା ପାଇଁ ସେମାନଙ୍କୁ ବଦଳାଇବାରେ ସାହାଯ୍ୟ କରିବା ପାଇଁ ସମୟ ଲାଗିଥାଏ। ଆଉ ଏହା ପାଇଁ ସେମାନଙ୍କ ଆଖପାଖର ସଦସ୍ୟଙ୍କ ବଳିଦାନର ମଧ୍ୟ ଆବଶ୍ୟକତା ହୋଇଥାଏ। ସେମାନଙ୍କୁ କ୍ରୁଶର ଓଜନ ଉଠାଇବାର ଆବଶ୍ୟକତା ହୋଇଥାଏ। ଯୀଶୁ କହିଲେ, ଯେଉଁ ଲୋକମାନେ ଆପଣା ନିଜର କ୍ରୁଶକୁ ଉଠାଇବା ବିନା କେବଳ ସ୍ୱର୍ଗ ଯିବାକୁ ଚାହୁଁଛନ୍ତି, ସେମାନେ କଦାପି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ସେ କହିଲେ, ସେମାନେ ମୋହର ଶିଷ୍ୟ ହୋଇପାରିବେ ନାହିଁ। କ୍ରୁଶ ବିନା ଯିବାର ମାର୍ଗ କଦାପି ଖ୍ରୀଷ୍ଟଙ୍କ ମାର୍ଗ ହୋଇପାରିବ ନାହିଁ। ପରମେଶ୍ୱରଙ୍କ ପାଖରେ ଅସୀମିତ ଶକ୍ତି ଅଛି, ତଥାପି ସେ ଏହି ପୃଥିବୀକୁ ଆସିଲେ ଓ ସମସ୍ତ ପ୍ରକାର ଉପହାସ ଓ ବାଧା ସହ୍ୟ କରୁଥାଇ କ୍ରୁଶର ବୋଝ ଉଠାଇଲେ। ତାଙ୍କୁ ହତ୍ୟା କରାଗଲା, କ୍ରୁଶରେ କଣ୍ଟା ମରାଗଲା ଓ ବର୍ଚ୍ଛାରେ ତାଙ୍କ ପାର୍ଶ୍ୱରେ ବିଦ୍ଧ କରାଗଲା। ସେ କାହିଁକି ଏହି ଯନ୍ତ୍ରଣାଦାୟକ ପଥରେ ଚାଲିଲେ? ସେ ସେହି ସମସ୍ତ ଦୁଃଖକୁ ଅନୁଭବ କରିବା ବିନା ସବୁ କିଛି ହାସଲ କରିପାରିଥାନ୍ତେ। ହଁ ନା? କିନ୍ତୁ ସେ ଚୁପଚାପ କ୍ରୁଶର ପଥରେ ଚାଲିଲେ ଓ କହିଲେ, ଯଦି ତୁମ୍ଭେମାନେ ମୋତେ ଅନୁସରଣ କରିବାକୁ ଚାହୁଁଅଛ, ତେବେ ତୁମ୍ଭମାନଙ୍କୁ ଆପଣା କ୍ରୁଶ ନେବାକୁ ପଡ଼ିବ। ମୁଁ କ୍ରୁଶର ପଥରେ ଚାଲିଅଛି, ଏଥିପାଇଁ ଯେଉଁମାନେ କେବଳ ଆପଣା ସ୍ୱୟଂର କ୍ରୁଶ ଉଠାନ୍ତି, ମୋହର ପଥ ପାଳନ କରିପାରିବେ। ଏହା ଆମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ଇଚ୍ଛା। ହଁ ନା?
ସିଓନରେ ଆମ୍ଭମାନଙ୍କ ସମସ୍ତ ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଆମ୍ଭେ ଚିନ୍ତା କରିବା ଆବଶ୍ୟକତା ଅଛି କି ପରମେଶ୍ୱର ଆମ୍ଭମାନଙ୍କୁ କାହିଁକି କ୍ରୁଶର ଏହି ପଥରେ ଚାଲିବାକୁ ଅନୁମତି ଦିଅନ୍ତି। ଯଦି ଆମ୍ଭେ ଏହା ବିଷୟରେ ଧ୍ୟାନପୂର୍ବକ ଚିନ୍ତା କରିବା, ତେବେ ଆମ୍ଭେ ସିଦ୍ଧାନ୍ତରେ ଆସିପାରିବା ଯେ ମୁକୁଟ ପିନ୍ଧିବାକୁ ଚାହୁଁଅଛି ସେ ତାହାର ଓଜନ ଉଠାଇବା ଉଚିତ। ଆମ୍ଭେ ସେହି ଅଟୁ ଯେଉଁମାନେ ଯୁଗାନୁଯୁଗ ରାଜତ୍ୱ କରିବେ, ହଁ ନା? ଅନେକ ଭିନ୍ନ ଭିନ୍ନ ପରିସ୍ଥିତିରେ ଆମ୍ଭେ ଏହି ଓ ସେହି ମାମଲାକୁ ସାମ୍ନା କରିପାରିବା। 처지 이런 문화 ଆମ୍ଭମାନଙ୍କୁ ଏହି ଏବଂ ସେହି ପରିସ୍ଥିତିରେ ରଖାଯାଇପାରିବ ଓ ଆମ୍ଭେ ଅନେକ ସଂସ୍କୃତି ଏବଂ ଲୋକଙ୍କ ସାମ୍ନା କରିପାରିବା। 화합식이고 କିନ୍ତୁ ଯଦି ଆମ୍ଭେ ସମସ୍ତେ ଏକଜୁଟ ହୋଇ ଖ୍ରୀଷ୍ଟଙ୍କ ପ୍ରେମରେ ସୁସଙ୍ଗତ ପ୍ରାପ୍ତ କରିବା, ତେବେ ଏହା ସ୍ୱର୍ଗର ଚମତ୍କାର ଦୁନିଆ ହେବ, ହଁ ନା? 그런 어떤 ସ୍ୱର୍ଗକୁ ଯିବା ପୂର୍ବରୁ ଆମ୍ଭମାନଙ୍କୁ ଏହି ପୃଥିବୀରେ ଏହିପରି ପରିବର୍ତ୍ତନ ଗୁଡ଼ିକ ଦେଇ ଅତିବାହିତ ହେବା ଉଚିତ। ଏଥିପାଇଁ କ୍ରୁଶର ପଥ ଆମ୍ଭମାନଙ୍କୁ ଦିଆଯାଇଅଛି। 것임을 ଆମମାନଙ୍କୁ କଦାପି କ୍ରୁଶର ବୋଝ ଦ୍ୱାରା ଦୂରେଇ ଯିବାର ଚେଷ୍ଟା କରିବା ଉଚିତ ନୁହେଁ, କିନ୍ତୁ ବୋଝକୁ ସହ୍ୟ କରି ଶେଷ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କର ପାଳନ କରିବା ଉଚିତ। 그런 ଖ୍ରୀଷ୍ଟଙ୍କ ଅନୁସରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରଚାର କରିବା। 우리가 ଯଦି ହିଁ ଆମ୍ଭେ ପ୍ରଚାର କରୁନାହୁଁ, ପରମେଶ୍ୱର ସବୁ କିଛି କରିପାରିବେ। ଯଦି ପରମେଶ୍ୱର କେବଳ କିଛି ଦକ୍ଷତା ଏବଂ କିଛି ବସ୍ତୁକୁ ଦେଖାନ୍ତି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରେ, ତେବେ ସେ ଏକ ମୁହୂର୍ତ୍ତରେ ସମସ୍ତଙ୍କୁ ତାଙ୍କ ଉପରେ ବିଶ୍ୱାସ କରାଇ ପାରନ୍ତି। କିନ୍ତୁ ଏହା କରିବା ପରିବର୍ତ୍ତେ ସେ ଆମ୍ଭମାନଙ୍କୁ ମିଶନ ଦେଲେ। 하고 ଯଦିଓ ଆମ୍ଭମାନଙ୍କ ପାଖରେ କୌଣସି ଶକ୍ତି ନାହିଁ, କୌଣସି ଜ୍ଞାନ ନାହିଁ, କୌଣସି କ୍ଷମତା ନାହିଁ ଓ ଅନେକ ଉପାୟରେ ଅସୁବିଧା ଅଛି, 이게 맡기셨어. କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କୁ ମିଶନ ଦେଇଛନ୍ତି, ଯାହାଦ୍ୱାରା ଆମ୍ଭେ ପଥରେ ଚାଲିପାରିବା। ପ୍ରେରିତ ପାଉଲ ଥରେ କହିଥିଲେ ଯେ ଜଣେ ବ୍ୟକ୍ତିଙ୍କୁ ପ୍ରଚାର କରିବା ସମୟରେ ସେ କରିଥିବା ପ୍ରୟାସ ଏବଂ ବଳିଦାନ କ'ଣ? ତାହା ପ୍ରସବ କରିବାର ଯନ୍ତ୍ରଣା ପରି। ସେ କହିଛନ୍ତି ଯେ ଏହା ସେହି ଯନ୍ତ୍ରଣା ଯାହା ସନ୍ତାନକୁ ପ୍ରସବ କରିବା ସମୟରେ ଜଣେ ମାଆକୁ ହୋଇଥାଏ। ପରମେଶ୍ୱର ଆମମାନଙ୍କୁ କାହିଁକି ଏପରି ବୋଝ ଦେଲେ? ଆମମାନଙ୍କୁ ଏହା ବିଷୟରେ ଚିନ୍ତା କରିବାର ଆବଶ୍ୟକ ଅଛି। 거기에 ଏହାର ଉତ୍ତର ହେଉଛି ଯେ ମୁକୁଟ ପିନ୍ଧିବାକୁ ଚାହୁଁଅଛି ସେ ତାହାର ଓଜନ ଉଠାଇବା ଉଚିତ। 이 왕관 ଏହା ଭଲ ହେବ ଯଦି ଜଣେ ରାଜାକୁ ମୁକୁଟ ପିନ୍ଧିବାକୁ ପଡ଼ିବ ନାହିଁ, 왕관 କିନ୍ତୁ ସେ ନିଶ୍ଚିତ ଭାବରେ ତାଙ୍କ ମୁକୁଟ ପିନ୍ଧିବା ଉଚିତ। 왕관 ମୁକୁଟ ବିନା କୌଣସି ରାଜା ନାହାନ୍ତି। 우리 ଆମ୍ଭମାନଙ୍କୁ ମୁକୁଟର ଓଜନ ଉଠାଇବା ଉଚିତ। 해야 되겠습니다. 예. 그러한 ଏପରି କରିବା ଦ୍ୱାରା ଆମ୍ଭେ ପିତା ଓ ମାତାଙ୍କୁ ଅସୀମ ପ୍ରଶଂସା ଓ ମହିମା ଦେବା ଉଚିତ। 꼭 되도록 합시다. ଆମ୍ଭମାନଙ୍କୁ ନିଶ୍ଚିତ ରୂପରେ ବୁଝିବା ଉଚିତ କି ଏକ ନିଶ୍ଚିତ ଇଚ୍ଛା ଶକ୍ତି ଥାଏ ଯେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ଏପରି ଓ ସେପରି କରିବାକୁ କହନ୍ତି। କାରଣ ମିଶନ ଆମ୍ଭମାନଙ୍କୁ ଦିଆଯାଇଅଛି, ତେବେ ଆମ୍ଭମାନଙ୍କୁ ଅସ୍ପଷ୍ଟ ରୂପରେ ପ୍ରଚାର କରିବା ଉଚିତ ନୁହେଁ, କିନ୍ତୁ ଆମ୍ଭମାନଙ୍କୁ ଭାବିବା ଉଚିତ ଏହା ମୋ ନିମନ୍ତେ 왕관의 무게를 ଯିଏ ରାଜା ହେବେ ମୁକୁଟର ଓଜନ ଉଠାଇବାର ଏକ ସୁଯୋଗ ଅଛି। 좋겠습니다. ମଥ୍ୟୁ ଅଧ୍ୟାୟ 28 ପଦ 18। 예수께서 ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି। ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, 모든 족 ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। 아들과 성령의 이름으로 ଏହାର ଅର୍ଥ କି ଆମ୍ଭେ ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ ବିଷୟର ଅନୁଭବ କରିବା। 모든 것을 가르쳐 지키게 하라. ସେମାନଙ୍କୁ ସବୁ କିଛି ପାଳନ କରିବାକୁ ଶିଖାଅ ଯାହା ଯୀଶୁ ଶିଖେଇଛନ୍ତି। ସହଜ ନୁହେଁ, ଆଉ ଯୀଶୁଙ୍କ ଶିକ୍ଷା ପ୍ରତ୍ୟେକ କଥାଙ୍କୁ ମଧ୍ୟ ପାଳନ କରିବା ସହଜ ନୁହେଁ। ଅନେକ ଲୋକମାନେ ଜାଣିଥାଇ ମଧ୍ୟ ଯୀଶୁଙ୍କ ଶିକ୍ଷା ପାଳନ କରନ୍ତି ନାହିଁ। କିନ୍ତୁ ଅନ୍ୟ ପାର୍ଶ୍ୱ ଅନେକ ଲୋକମାନେ ଜାଣିନାହାନ୍ତି କି ସେମାନଙ୍କୁ କ'ଣ ପାଳନ କରିବାର ଅଛି। କିନ୍ତୁ ଯୀଶୁ କହିଲେ ସେମାନଙ୍କୁ ସେହି ସମସ୍ତ ବିଷୟ ଯାହା ମୁଁ ତୁମମାନଙ୍କୁ ଆଜ୍ଞା ଦେଇଅଛି ପାଳନ କରିବାକୁ ଶିଖାଅ। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ଯଦି ଆପଣ ଜଣେ ରାଜା ଅଟନ୍ତି, ତେବେ ଆପଣଙ୍କ ପାଖରେ ଏକ ସଂକୀର୍ଣ୍ଣ ଦୃଷ୍ଟି ନ ହେବା ଉଚିତ, କିନ୍ତୁ ଦୁନିଆର ସବୁ କିଛି ବିଷୟରେ ଜାଣିବା ଉଚିତ। 그래서 가장 କ'ଣ ମୋର ଲୋକମାନଙ୍କୁ ଶାନ୍ତିରେ ରହିବାକୁ ଦେଇପାରେ? ମୁଁ ମୋର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ କ'ଣ କରିପାରିବି? ଜଣେ ରାଜା ସେହି ବସ୍ତୁଗୁଡ଼ିକ ବିଷୟରେ ଚିନ୍ତା କରିବା ଉଚିତ। 그렇다면 ତେବେ ଆମ୍ଭମାନଙ୍କୁ ଅନେକ ଅନୁଭୂତିର ଆବଶ୍ୟକତା ଅଛି। ଆମ୍ଭମାନଙ୍କୁ ସମସ୍ତ ବୟସର ଅନେକ ଲୋକଙ୍କ ସହିତ ସାକ୍ଷାତ ହେବାର ଆବଶ୍ୟକତା ଅଛି। ଆମ୍ଭମାନଙ୍କୁ ବିଭିନ୍ନ ସଂସ୍କୃତିର ସାମ୍ନା କରିବାକୁ ଓ ବିଭିନ୍ନ ବ୍ୟକ୍ତିତ୍ୱର ଲୋକଙ୍କୁ 성격이 제각각인 모든 ଭେଟିବାର ଆବଶ୍ୟକତା ଅଛି। 접해 봐야 되겠습니다. ଆମ୍ଭମାନଙ୍କୁ ଭାବିବା ଉଚିତ ନୁହେଁ ପରମେଶ୍ୱର ଆମ୍ଭମାନଙ୍କୁ ଏପରି ବ୍ୟବସ୍ଥା ଓ ଆମ୍ଭମାନଙ୍କୁ ଏପରି କାର୍ଯ୍ୟ କରିବାକୁ କାହିଁକି ଦେଲେ। ମୁଁ ଭାବୁଛି ପ୍ରଚାର କରିବା ସହଜ ନୁହେଁ,
କେହି ମଧ୍ୟ ତାହା କରିପାରିବେ ନାହିଁ। ଏହା ଭାବିବା ପରିବର୍ତ୍ତେ ଆମ୍ଭମାନଙ୍କୁ ସେହି ସମସ୍ତ କାର୍ଯ୍ୟ କରିବା ଉଚିତ ଯାହା ପରମେଶ୍ୱର ଆମ୍ଭମାନଙ୍କୁ କରିବାକୁ କହିଛନ୍ତି, କାରଣ ଆମ୍ଭମାନଙ୍କୁ ସ୍ୱର୍ଗର ପଥରେ ସବୁକିଛି ଅନୁଭବ କରିବାର ଆବଶ୍ୟକତା ଅଛି। ତେଣୁ ପରମେଶ୍ୱର କହିଲେ, ସେମାନଙ୍କୁ ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ନାମରେ ବାପ୍ତିସ୍ମ ଦିଅ। ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେମାନଙ୍କୁ ସେହି ସବୁ ପାଳନ କରିବାକୁ ଶିଖାଅ। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ଏଠାରେ ଯିଏ ମୁକୁଟ ପିନ୍ଧିବାକୁ ଚାହୁଁଅଛି, ଅର୍ଥାତ୍ ଯିଏ ସ୍ୱର୍ଗରେ ପ୍ରବେଶ କରିବାକୁ ଚାହୁଁଅଛି, ସେ ଆପଣାର ମୁକୁଟର ଓଜନ ଉଠାଇବା ଉଚିତ। 견딜 줄 알아야 되겠고, 십자가의 ଯଦି ଆମେ କ୍ରୁଶର ଓଜନ ଉଠାଉଅଛୁ, 낼 수 있는 그런 ତେବେ ପରମେଶ୍ୱର ସିୟନର ସମସ୍ତ ସନ୍ତାନମାନଙ୍କୁ 우리 ବୁଝି ନଥିବା ଆଶୀର୍ବାଦ ଏବଂ ଅନନ୍ତ ଜୀବନର ମୁକୁଟ ପ୍ରଦାନ କରିବେ। ହଁ ନା? 영생의 멸류관 허락지 않겠습니까? ଆମମାନଙ୍କ ମନରେ ସେହି ଆଶା ରଖି ଆସନ୍ତୁ ଆମ୍ଭେ ଆପଣା ଯଥାସମ୍ଭବ ଚେଷ୍ଟା କରିବା। ଯେଉଁଦିନ ପର୍ଯ୍ୟନ୍ତ ସାମରିଆରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରାଯାଇ ନାହିଁ, ଆସନ୍ତୁ ଆମେ ପ୍ରଚାର କରିବା, ପ୍ରାର୍ଥନା କରିବା ଏବଂ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା ପାଇଁ ଆଉ ଅଧିକ ଚେଷ୍ଟା କରିବା, ଯାହାଦ୍ୱାରା ଆମ୍ଭେ ପିତା ଓ ମାତାଙ୍କ ପବିତ୍ର ଇଚ୍ଛାକୁ ପୂରା କରିପାରିବା। ଆପଣଙ୍କୁ ଏପରି କରିବାକୁ କହୁଥାଇ ମୁଁ ଆଜିର ଉପଦେଶ ଶେଷ କରିବାକୁ ଚାହୁଁଅଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।